Hello, good mornings. After a gap of 7 days, I am making this video because I was suffering for cold, and I have changed my channel name from Khota Mitha to General Knowledge Academy because I think I want to make such a video which will help the student who are appearing for different kind of entrance exam like B.Ed entrance, railway, banking, and staff selection commission exams. So today I want to share with you the first conference on the base of environment like Stockholm conference. ମୁଁ ଆଜି ଗୋଟେ जनरल नॉलेज ଉପରେ डिस्कशन କରିବା ପାଇଁ ଚାହୁଁଛି। ସେଟା ହେଉଛି ଯେ ପରିବେଶକୁ ଭିତ୍ତି କରି ପ୍ରଥମ ଥର ପାଇଁ ପୃଥିବୀରେ ଗୋଟେ ମହାସଭାର ଆୟୋଜନ କରାଯାଇଥିଲା। ତାକୁ କୁହାଯାଏ ଷ୍ଟକହୋମ୍ କନଫରେନ୍ସ। ତାର ଅନ୍ୟ ନାମ ହେଉଛି ୟୁନାଇଟେଡ୍ ନେସନ୍ କନଫରେନ୍ସ ଅନ୍ ଦ ହ୍ୟୁମାନ୍ ଏନଭାରନମେଣ୍ଟ। ଏଇଟା 1972 ମସିହାରେ କରାଯାଇଥିଲା। ଫ୍ରମ୍ 5th June to 16th June 1972। 122 countries were participated। 122 ଦେଶ ଏହି ସଭାରେ ଯୋଗ ଦେଇଥିଲେ। ସେଇଠି 26 ପ୍ରିନ୍ସିପଲ୍କୁ ସେମାନେ ଆଡପ୍ଟ କରିଥିଲେ। ମାନେ କ'ଣ କ'ଣ ସେଠି ଡିସ୍କସନ୍ କରାଯାଇଥିଲା ଯେ ନ୍ୟାଚୁରାଲ୍ ରିସୋର୍ସେସ୍ ମଷ୍ଟ ବି ସେଫଗାର୍ଡ। ଆମର ଯେଉଁ ପ୍ରାକୃତିକ ସମ୍ପଦ ଅଛି ତାକୁ ଆମେ ସୁରକ୍ଷା ଦେବାର ଅଛି। କାରଣ ଦିନକୁ ଦିନ ଆମର ଯେଉଁ କ୍ଲାଇମେଟ୍ ଚେଞ୍ଜ ହେଉଛି, ଯେମିତିକି ମାନେ ଦିନକୁ ଦିନ ଗରମ ହୋଇଯାଉଛି, ଅଧିକା ବଢ଼ୁଛି। ଦେର୍ ଇଜ୍ ଅଲସୋ ୱାଟର୍ ପଲ୍ୟୁସନ୍, ସଏଲ୍ ପଲ୍ୟୁସନ୍, ଏୟାର ପଲ୍ୟୁସନ୍ କ'ଣ ପାଇଁ ହେଉଛି ସେଗୁଡ଼ାକ ସବୁ ସେମାନେ ସେଠି ଡିସ୍କସନ୍ କରିଥିଲେ। ନେକ୍ସଟ ପ୍ରିନ୍ସିପଲ୍ ହେଉଛି ରିନ୍ୟୁଏବଲ୍ ରିସୋର୍ସ ମଷ୍ଟ ବି ମେଣ୍ଟେନ୍ଡ। ଆମର ଯେଉଁ ରିନ୍ୟୁଏବଲ୍ ରିସୋର୍ସ ଅଛି ଯେଉଁଟାକି ସନଲାଇଟ୍ ହେଇଗଲା, ୱାଟର୍ ହେଇଗଲା, ତାକୁ ଆମେ ସୁରକ୍ଷା ଦେବାର ଅଛି। ନେକ୍ସଟ ପଏଣ୍ଟ ୱାଇଲ୍ଡ ଲାଇଫ୍ ମଷ୍ଟ ବି ସେଫଗାର୍ଡ। ବନ୍ୟଜନ୍ତୁମାନଙ୍କୁ ସୁରକ୍ଷା ଦେବାର ଅଛି, ସଂରକ୍ଷଣ କରିବାର ଅଛି। ନେକ୍ସଟ ପଏଣ୍ଟ ନନ୍ ରିନ୍ୟୁଏବଲ୍ ରିସୋର୍ସ ମଷ୍ଟ ବି ସେୟାର ଆଣ୍ଡ ଏକ୍ଜିଷ୍ଟେଡ୍। ଯେଉଁ ନନ୍ ରିନ୍ୟୁଏବଲ୍ ରିସୋର୍ସ ଅଛି ଯେଉଁଟାକି ଆଉ ଥରେ ରିନ୍ୟୁଆଲ୍ ହେଇପାରିବ ନା, ପେଟ୍ରୋଲିୟମ୍ ଏଗୁଡ଼ାକର ସବୁ ମାନେ ବହୁତ ବ୍ୟବହାର କରାଯାଉଛି, ତାକୁ ବ୍ରେକ୍ ଲଗାଇବାର ଅଛି। ତ ଅନେକ ବିଷୟରେ ସେଠି ଡିସ୍କସନ୍ କରାଯାଇଥିଲା। ତ ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗସ୍ ହେଉଛି ତାହା 1972ରେ ଏହି ସଭାର ଆୟୋଜନ କରାଯାଇଥିଲା ଷ୍ଟକହୋମ୍ରେ। 122 countries were participated। 26 principles were adopted। ୟାକୁ ଭିତ୍ତି କରି ଭାରତ ସରକାର 1985 ମସିହାରେ ଏନଭାୟରନମେଣ୍ଟ ପ୍ରୋଟେକ୍ସନ୍ ଆକ୍ଟ 1985 ଗଠନ କରିଥିଲେ। If you like this video, please share and subscribe to my channel, and we will meet again on my next video. Okay, bye bye.